Hello friends, good morning all. ଜୟ ଜଗନ୍ନାଥ। ସକାଳେ ମୁଁ ଉଠି ସାରିବା ପରେ ବାହାରକୁ ଗଲା ବେଳକୁ ଦେଖିଲି ବାହାର ତ ବହୁତ ବର୍ଷା ହଉଛି ତ ଦେଖି ମୁଁ ଘର ଭିତରକୁ ଆସିଲି। ଘର ଭିତରକୁ ଆସିଲା ପରେ ମୁଁ ବାହାରିଲି ବ୍ରସ୍ କରିବା ପାଇଁ। ତ ସକାଳୁ ବ୍ରସ୍ କରିବା ତ ନିହାତି ଦରକାର। ତ ଉଠି ସାରିବା ପରେ ବ୍ରସ୍ କରି ସାରିଲି ତ ଆସିକି ମୁଁ ପଖାଳ ଭାତ ଖାଇବାରେ ଟିକେ ଲାଗିଲି। ତ ଭୋକ ତ ହେଉଥିଲା ତ ସେଥିପାଇଁ ମୁଁ ପଖାଳ ଭାତ ଖାଇଲି। ତ ସାଙ୍ଗମାନେ ଯିଏ ମୋ ଭିଡ଼ିଓକୁ ଲାଇକ୍ କମେଣ୍ଟ ସବସ୍କ୍ରାଇବ୍ ସେୟାର କରିନାହାନ୍ତି ବଟ୍ ସମସ୍ତେ କରିଦିଅନ୍ତୁ ଆଉ ଉପରେ ଦେଖନ୍ତୁ ସେଥିରେ କରନ୍ତୁ। ତ ଖାଇସାରିବା ପରେ ମୁଁ ଦ୍ୱିତୀୟ ଗାଁକୁ ବାହାରିଲି କାହିଁକିନା ଆମ ଝିଅର ବର୍ଥଡେ ଥିଲା। ତ ବାହାରିକି ଆସିସାରିବା ପରେ ଆମ ଗାଁ ପାଖକୁ ଓଡ଼ିଆ ବଜାର ଆସିବା ପରେ ତ ସେଠି ବର୍ଷା ହେଲା। ତ ବର୍ଷା ହେଇଗଲା ମୁଁ ମନ୍ଦିର ଗେଟ୍ରେ ଆସି ରହିଗଲି। ତ ବର୍ଷା ଛାଡ଼ିଲା ପୁଣି ମୁଁ ବାହାରକୁ ଆସିଲି। ଆସି ସାରିବା ପରେ ଗୋଟେ ପେଟ୍ରୋଲ ପମ୍ପରେ ଆସି ମୁଁ ପେଟ୍ରୋଲ ଗାଡ଼ିରେ ପକାଇଲି। ତ ପେଟ୍ରୋଲ ପକାଇ ସାରିବା ପରେ ପୁଣି ମୁଁ ବାହାରିକି ଆସିଲି। ତ ସେକେଣ୍ଡରେ ଆସିବା ପରେ ତ ମାନେ ଗାଁ ପାଖକୁ ଆସିଲିଣି। ତ ସେକେଣ୍ଡରେ ଆମର ବର୍ଷା ହେଲା ତ ମୁଁ ଭିଡ଼ିଓ ବନେଇ ପାରିନି। ତ ଆସି ସାରିବା ପରେ ସମସ୍ତଙ୍କ ପାଇଁ ଆମିଷ ହେଇଥିଲା ତ ଆମେ ସାଧା ଖାଇବୁ ବୋଲି ସାଧା ଖାଇଲୁ 2 ଜଣ। ତ ଆଉ କେହି ଖାଉନି। ତ ବାହାରେ ଆସି ଖାଇସାରିକି ଆସିବା ପରେ ତ ବାହାରେ ଆସି ତ ବହୁତ ବର୍ଷା ହେଉଛି। ତ ସେ ବର୍ଷାର ଟିକେ ଲୋକ ଦେଖୁଛୁ ତ ଦେଖି ସାରିବା ପରେ ଟିକେ ଟେଷ୍ଟ କରି ବାହାରିଗଲୁ। ମାନେ ସନ୍ଧ୍ୟାରେ ବାହାରିଗଲୁ ମାର୍କେଟ କେକ୍ ଆଣିବା। ତ କେକ୍ ଆଣିବା ଆସିବା ପରେ ବର୍ଷା ବହୁତ ଥିଲା ତ ସେ ଦୋକାନରେ ଆସି ବସିଗଲୁ। ବସି ସାରିବା ପରେ ତ ଭାବିଲୁ ଏତେ ଟାଇମ୍ ବର୍ଷା ହେଲାଣି କ'ଣ କରିବୁ। ତ ବର୍ଷା ହଉଥିଲା ସେମିତି ଲେଟ୍ ହେଲାଣି ନା। ତ ସେଥିପାଇଁ ଆମେ ବାହାରିଲୁ ଓଦା ଯିବା ପାଇଁ। ତ ବାଇକ୍ ପାଖକୁ ଓଦା ହେଇକି ଆସିଲୁ। ଆସି ସାରିବା ପରେ ଚାଲିଲୁ ତ ବାଇକ୍ ପାଖକୁ ଯାଇ ବାଇକ୍ ଧରିକି ଆସିକି ଓଦା ହେଇକି କେକ୍ ଆଣିବା ପାଇଁ ଯେଉଁ ବେକାରୀ ସବୁ। ତ ଆସି ସାରିବା ପରେ ବାଇକ୍ ଚଲେଇଲା ପରେ ମୁଁ ପୁଣି ଆସିଲୁ ମାନେ ମାର୍କେଟ ପଳେଇ ଆସିଲୁ। ତ କେକ୍ ଦୋକାନକୁ ପଳେଇ ଆସିଲୁ। ତ ଆସିବା ପରେ ଆମର କେକ୍ ଦେଖି ଚାଲିଲା ତ ଆମେ ସିଲେକ୍ଟ ବି କରିଲୁ। ସିଲେକ୍ଟ କରିସାରି ଆମେ କେକ୍ ସବୁ ପ୍ୟାକିଂ କରିଦେଲୁ। ତ ସେଇଠି ଆମେ ଟିକେ ବାବୁ ମୁଁ ଆଇସ୍କ୍ରିମ୍ ଖାଇବାରେ ଲାଗିଲୁ। ତ ଆଇସ୍କ୍ରିମ୍ ଖାଇସାରିବା ପରେ ତ ଆମର ବର୍ଷା ଛାଡ଼ି ଯେହେତୁ ଆମେ ପଳେଇ ଆସିଲୁ ଆମ କେକ୍ ଧରି। ତ ବହୁତ ସନ୍ଧ୍ୟା ହେଇଗଲାଣି। ତ ଆସି ସାରିବା ପରେ ତ ଆମେ ଏବେ ମାର୍କେଟ ପାଖକୁ ଆସିଲୁ। ତ ଏବେ ଆସିସାରିବା ପରେ ପଞ୍ଚନନ ଛକକୁ ଆସିଲୁ। ଛକକୁ ଆସି ସାରିବା ପରେ ଦେଖିଲୁ ଘରକୁ ଆସିଲୁ। ଆମେ ଘରୁ ଆସିଲୁ ଦେଖିଲୁ ପାଏସ୍ର ପ୍ରିପାରେସନ୍ ଚାଲିଛି। ତ ଝିଅର ବର୍ଥଡ଼େ ନା ସମସ୍ତଙ୍କ ପ୍ରାୟ ପାଏସ୍ ବନାଉଛି। ତ ହେଇସାରିବା ପରେ ଆମ ଝିଅର ବର୍ଥଡ଼େ ସେଲିବ୍ରେସନ୍ କରିବାରେ ଲାଗିଲେ। ହାପି ବର୍ଥଡ଼େ ହିମାଂଶୀ ମୋ ଭାଣିଜୀ। ତ ବର୍ଥଡ଼େ ସେଲିବ୍ରେସନ୍ କରିବାରେ ସମସ୍ତେ ଲାଗିଲେ। ସେ ତ କେକ୍ କାଟି ସାରିବା ପରେ ତା ମାନେ ପାପାଙ୍କୁ ଖୁଆଇବା ପାଇଁ ସେ ହେଲା। ତ ପାପାକୁ ଖୁଆଇଲା ତ ତାଙ୍କର ଖିଆପିଆ ସବୁ ଚାଲିଲା। ତ ସାରିବା ପରେ ଆମର ସମସ୍ତଙ୍କ ପାଇଁ ପାଏସ୍ ମାନେ ବାଢ଼ି ରଖା ହେଲା। ତ ସମସ୍ତଙ୍କ ପାଇଁ ମୁଁ ନେଇକି ବାଣ୍ଟି ଦେଲି। ସେ ଯିଏ ଅଛନ୍ତି ସମସ୍ତେ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।